କରିବାର ଜିନିଷକୁ ଆମକୁ ଛୁଇଁ ଦଉଛି। ଯଦି ବାଂଲାଦେଶରେ ହିନ୍ଦୁ ମାନଙ୍କର ଅବସ୍ଥା ଆମେ ସୁଧାରିବାନି, ଭାରତରେ ବି ହିନ୍ଦୁ ମାନଙ୍କର ଅବସ୍ଥା ସେୟା ହେବ। ତେଣୁ ଭାରତବର୍ଷର ହିନ୍ଦୁ ସମାଜ ଏକାଠି ହେବା, ବାଂଲାଦେଶକୁ ଭାରତବର୍ଷରେ ସାମିଲ କରିବା। ଆମର ହିନ୍ଦୁସ୍ତାନ ଆମର ଦେଶ, ସେଠି କିଏ ଗୋଟେ ସରକାର ହେବ ଯେ କି ହିନ୍ଦୁ ସମାଜକୁ ଅତ୍ୟାଚାରୀ କରିବ, ତାହେଲେ ଆମ ଦେଶରେ ଥିବା ମୁସଲମାନ ମାନେ ବିଚାର କରନ୍ତୁ, ସେମାନେ ପ୍ରତିବାଦ କରନ୍ତୁ। ତାଙ୍କରି ବାଂଲାଦେଶରେ ଯଦି ହିନ୍ଦୁମାନଙ୍କୁ ଅତ୍ୟାଚାର କରାଯିବ, ମୁସଲମାନ ମାନେ ଅତ୍ୟାଚାର କରିବେ, ତାହେଲେ ଭାରତବର୍ଷରେ ଥିବା ମୁସଲମାନ ମାନେ ଚିନ୍ତା କରନ୍ତୁ, ସେମାନେ ଭାରତବର୍ଷରେ କେମିତି ଶାନ୍ତିରେ ଅଛନ୍ତି। ସେମାନେ ଯାହା ଚାହୁଁଛନ୍ତି ଭାରତ ସରକାରକୁ ଡିମାଣ୍ଡ କରୁଛନ୍ତି, କିନ୍ତୁ ତାଙ୍କ ଦେଶରେ ତାଙ୍କର ମୁସଲମାନ ମାନେ ଆମ ଦେଶରେ ହିନ୍ଦୁମାନଙ୍କୁ ଅତ୍ୟାଚାର କରୁଛନ୍ତି। ସେଇ ବିଚାର ଆମେ ଏଇ ଦେଶର ହିନ୍ଦୁମାନେ ଆମ ଦେଶରେ ଥିବା ମୁସଲମାନ ଭାଇମାନଙ୍କୁ ଶିକ୍ଷା ଦେବା ଦରକାର। ଯଦି ଭାରତବର୍ଷର ମୁସଲମାନ ମାନେ ଶିକ୍ଷା ନେବେନି, ତାହେଲେ ବିଶ୍ୱରେ ଅଶାନ୍ତ ସୃଷ୍ଟି ହେଇଛି, ସେ ଅଶାନ୍ତତା ତିଆରି ହେଇଯିବ, ସାରା ବିଶ୍ୱ ଧ୍ୱଂସ ହେଇଯିବ। ହିନ୍ଦୁ ସମାଜ ବିଶ୍ୱର ଗୁରୁ ହେବ, ତେବେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେବ। ତେଣୁ ଏ ହିନ୍ଦୁ ଭାଇମାନେ ବିଚାର କର।